सकाळू खरा वर्षा खरा एन चलती लोक এইটা আজ্ঞা ଆମର ପାରମ୍ପରିକ ନୀତି ଗୋଟିଏ ଅଛି ବଳଦେବଜୀଉ ମନ୍ଦିରର ଆମର କିମ୍ବଦନ୍ତୀ ଅଛି ଭକ୍ତ ଦାସିଆ ବାହୁଡ଼ା ଭକ୍ତ ଦାସିଆ ଜ୍ୟେଷ୍ଠ ପୂର୍ଣ୍ଣମୀ ଦିନ ଦେଇଥିଲା ଫଳ ଲାଗି ଭୋଗ ଦେଇଥିଲା। ଆଚ୍ଛା ସେଇ ଆମର କିମ୍ବଦନ୍ତୀ ଅନୁସାରେ ଆଜିକି ହେଇଯିବ 14 ବର୍ଷ ହେଇଯିବ ଆମର ଯେଉଁ ଭକ୍ତ ଦାସିଆ ବାଉରୀ ସେବା ମହାସଂଘ ନାଁରେ ସଂଗଠନଟି ନିର୍ମିତ ହେଇଛି। ଆମେ 14 ବର୍ଷ ହେଲା ଏ ଠାକୁରଙ୍କର ସେବା ଦେଇ ଆସୁଛୁ, ଟିକେ ମହାଡ଼ମ୍ବରରେ ପାଳନ କରୁଛୁ। ସେବା ଦିଅନ୍ତି ଆମର ଠାକୁର ପ୍ରଥମ ଗାଧୋଇ ସାରିଲା ପରେ ଆମେ ମାଣିଆ ବନ୍ଧରୁ ଆମର ଖଣ୍ଡୁଆ ପାଟ ଆସୁଛି, ଠାକୁର ପିନ୍ଧୁଛନ୍ତି, ଏବେ ଆଜି ପିନ୍ଧିଛନ୍ତି। ତାପରେ ଆମର ଫଳ ଭୋଗ ଲାଗି ହେଉଛି। ବର୍ତ୍ତମାନ ଯେଉଁ ପୂଜା ଚାଲିଛି ଆମରି ଫଳମୂଳ ଯାଇ ସେଠି ଭୋଗ ହେଉଛି। ତାପରେ ଫଳ ଲାଗି ସାରିଲା ପରେ ତାପରେ 2ଟା ଖଣ୍ଡେ ବେଳକୁ ଆମର ଠାକୁରଙ୍କ ନୀତି ହୁଏ। ଆମ ଜାତିର ଯେଉଁ ଦୂର ଦୂରାନ୍ତରୁ ଲୋକ ବାକି ଏଠିକାର ଭକ୍ତମାନେ ସବୁ ପ୍ରସାଦ ଖାଇକି ଆମେ ଯାଉ। ଆଉ ଏଇଟା 14 ବର୍ଷ ହେଲା ଏଇଟା ଆମର ଚାଲିଛି। ଆଉ ଜୟ ବଳିଆର ଭୁଜ। ଆଜି ହେଉଛି ଦେବସ୍ନାନ ପୂର୍ଣ୍ଣିମା। ଆଜି ମହାପ୍ରଭୁ ଆଜି ବାହାରକୁ ଆସିଛନ୍ତି, ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ଏବଂ ଆଜି ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନ କରିଛନ୍ତି। ଆଜି କେନ୍ଦ୍ରାପଡ଼ାବାସୀ ବହୁତ ଉତ୍ସାହିତ ଅଛନ୍ତି। ସମସ୍ତେ ଆଜି ଉତ୍ସବ ମୁଖର ଅଛି। ଆଜି ପରେ ମହାପ୍ରଭୁ ଆଜି ପୁଣି ଦର୍ଶନ କରିବାକୁ ଯିବେ ଭକ୍ତମାନେ। ଆଉ ରଥଯାତ୍ରାରେ ମହାସ୍ନାନ ପୂର୍ଣ୍ଣିମା ତାପରେ ଆରମ୍ଭ କରିବେ। ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଘୋଷଯାତ୍ରାର ଆଜି ହେଉଛି ଶୁଭ ଆଜି ମହାପ୍ରଭୁ ଆଜି ରତ୍ନବେଦୀରୁ ସ୍ନାନ ବେଦୀକି ବିଜେ କରିଛନ୍ତି। ବିଶେଷତଃ ହେଲା ସକାଳ ଜୟମଙ୍ଗଳା ଆଳତି ସରିଛି, ନୀତି ବଲ୍ଲଭ ସ୍ନାନ 108 କଳସର ମହାପ୍ରଭୁ ଏବେ ସ୍ନାନ କରିସାରିଛନ୍ତି। ଏବେ ଆମର ଗଜବେଶ ଆରମ୍ଭ ହେବ, ଯାହାକୁ କହନ୍ତି ଯଦୁମଣି ଯେ ଭକ୍ତ ଥିଲେ ଶ୍ରୀ ଜଗନ୍ନାଥ, ସେ ହେଉଛନ୍ତି ଗଣେଶଙ୍କ ଭକ୍ତ। ଗଣପତି ରୂପେ ଜଗନ୍ନାଥ ଯେତେବେଳେ କହିଲେ ନା ଇଏ ମୋର ଦେବତା ନୁହନ୍ତି, ତେଣୁକରି ମହାପ୍ରଭୁ ଦେବସ୍ନାନ ପୂର୍ଣ୍ଣିମାରେ ଗଣପତି ବେଶରେ ତାଙ୍କୁ ଯଦୁମଣି ଭକ୍ତ ଯଦୁମଣିକି ଦର୍ଶନ ଦେଇଥିବାରୁ ଆଜି ଏବେ ଗଜବେଶ ଆରମ୍ଭ ହେବ। ତାପରେ ସନ୍ଧ୍ୟାବେଳକୁ ଆମର ଆଳତି ହେଇକି ଆମର ଅଣସର ଘରକୁ ମହାପ୍ରଭୁ ପ୍ରତ୍ୟାବର୍ତ୍ତନ କରିବେ। ତାପରେ କାଲିଠାରୁ 7 ତାରିଖ ଦିନ ଯାଇ ଦର୍ଶନ ଦେବେ। ଆଜି ତେଣୁ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ବହୁତ ଭକ୍ତ ଜନସମାଗମ ହୋଇଛନ୍ତି। ବହୁତ ଆମର ପ୍ରଶାସନ ତରଫରୁ ବହୁତ ସୁବନ୍ଦୋବସ୍ତ କରାଯାଇଛି। ଆଉ ବିଶେଷତଃ ହେଲା ଆମର ଯେଉଁ ଦେବସ୍ନାନ ପୂର୍ଣ୍ଣିମାରେ ଯେଉଁ ମହାପ୍ରଭୁ 108 କଳସରେ ସ୍ନାନ କରନ୍ତି, ତାର ପାଦୁକ ପାଇବେ ଭକ୍ତ ଅତି କୁଣ୍ଠାର ସହ ଅନେଇ ବସିଥାନ୍ତି।